ଆପଣ ତା ପୂର୍ବରୁ ମଧ୍ୟ ଗୋଟେ ପଦ ପଢ଼ିଲେ ସେ ହେଉଛି 26 ଅଙ୍କ ବୋଲି କହିଲେ 26 ଅଙ୍କ ଆଜ୍ଞା ଏଠି ଅଙ୍କଟା କେମିତି 2026 ହେଲା ସେଠି କେମିତି ସାଲ ଲେଖିଲେ ଆପଣଙ୍କର ସାଲ ମାଳିକାରେ ଅଚ୍ୟୁତାନନ୍ଦ କହିଲେ ସାଲ ମାଳିକା ବହିଟା ନା ସାଲ ମାଳିକା ସେଥିରେ ଅଚ୍ୟୁତାନନ୍ଦ କହିଲେ ଆଜ୍ଞା କୋଉଠି ଆପଣ ପାଇଲେ ଏଇଟା ଆଜ୍ଞା କୋଉଠି ପାଇଲେ ନେମାଳରୁ କୋଉଠୁ ନେମାଳରେ ସେ ବହି ଛପା ହେଲା ବର୍ଷ ବିକା ହଉଥିଲା ମୁଁ ଯୋଉ କିଣି ଆଣିଥିଲି ଛପା ବହିଟା ସାଲ ମାଳିକାଟା ଛପା ବହି ଆଜ୍ଞା ପ୍ରକାଶିତ ଆଚ୍ଛା ଠିକ ଆଜ୍ଞା ସେ କହିଲେ ସାଲ ମସିହା ଗୁପ୍ତ ହେବ କେବଳ ଅଙ୍କ ମାତ୍ର ଥିବ ସାଲ ଆପଣଙ୍କର 1400 ସାଲର 32 ଅଙ୍କ 14 ସାଲର 32 ଅଙ୍କ 1432 ହେଲା ସାଲ এটা 2025 মସିহাକୁ ଆପଣଙ୍କର ମସିହାଟା ଗୁପ୍ତ ହେଇଗଲା 2000ଟା ଗୁପ୍ତ ହେଇଗଲା କେବଳ ଡାହାଣ ପଟ ଅଙ୍କଟା ରହିଲା ଏଇଟା 25 ହେଲା ଏଇଟା 25 ଅଙ୍କ ହେବାକୁ ସିଆଡ଼େ 32 ଅଙ୍କ ହେଲା 1432 ସାଲଟା 14 କୋଟି ଗଲା ଇଆଡ଼େ 20 କୋଟି ଗଲା 14 କଟିଲା 20 କୋଟି ଗଲା ସାଲ ମସିହା ଗୁପ୍ତ ହେବ କେବଳ ଅଙ୍କ ମାତ୍ର ଥିବ ଡାହାଣ ପଟ ଅଙ୍କଟା କେବଳ ଗଣା ହିଁ କେବଳ କାଉଣ୍ଟ ହେବ ଆଚ୍ଛା ତେଣୁ ସାଲ ମସିହା ଗୁପ୍ତ ହେବ ଏଇ ଯୋଉ ଅଙ୍କ କୋଡ଼ିଂଟା ଆପଣ ଜାଣିଲେ କେମିତି ଏ ଯୋଉ କୋଡ଼ଟାକୁ ଡିକୋଡ୍ କେମିତି କରାହେବ ଥାରକରେ ପାଠଟାକୁ କେମିତି ଡିକୋଡ୍ ହେବ ବିଶ୍ଳେଷଣ ଆପଣ ପାଇଲେ କେମିତି ଫର୍ମୁଲା ଟିକେ ରଜାଙ୍କ ଅଙ୍କ ସହିତ ମସିହା ଏବଂ ସାଲ ଏବଂ ଶକାବ୍ଦ ଗୋଟେ ଛୋଟିଆ ଉଦାହରଣ ଦେବି ଆପଣଙ୍କର ଭୀମ ଭୋଇ ତାଙ୍କର ପଦଗଳ୍ପରେ ଲେଖିଲେ ନବୀନ ଥିବଟି ମୋହର କଳକି ଲୀଳା ଅବତାର ପ୍ରହ୍ଲାଦ ବଂଶ ମହାରଥୀ ସେ ପୁଣି ହୋଇଥିବ ମନ୍ତ୍ରୀ ଶକ 1941 ଦେଖିବ କଳକି ରାସ କହିଲେ ନବୀନ ପଟ୍ଟନାୟକ ମୋର ଥିବ ସେ ପୁଣି ପ୍ରହ୍ଲାଦ ବଂଶୀୟ ମହାରଥୀ ହେଇଥିବ ସେ ପୁଣି ହୋଇଥିବ ମନ୍ତ୍ରୀ ପ୍ରହ୍ଲାଦ ବଂଶ ମହାରଥୀ ସେ ପୁଣି ହୋଇଥିବ ମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ହେଇଥିବ ବୁଝିଲା ଆଜ୍ଞା ଶକ 1941 ଦେଖିବ କଳକି ରାସ ବର୍ତ୍ତମାନ 1946 ଶତାବ୍ଦ ଚାଲିଛି 1941 ଶତାବ୍ଦ ଥିଲା 2019 ମସିହାଟା আর 2019 মସିহাରେ ଯେଉଁ ଭୋଟ ହେଲା ନବୀନ ପଟ୍ଟନାୟକ ପାଇଲା କି ନାହିଁ କେମିତି ସେ ପଦ ଲେଖିଛି ଶକ 1941 ଦେଖିବ କଳକିରା ହାସ ନବୀନ ଥିବଟି ମୋହର କଳକି ଲୀଳା ଅବତାର ପ୍ରହ୍ଲାଦ ବଂଶ ମହାରଥୀ ସେ ପୁଣି ହୋଇଥିବ ମନ୍ତ୍ରୀ ତାହେଲେ ଏଠି ଶକାବ୍ଦ 1941 ଶକ 1941 ମାନେ ଶକମାନଙ୍କର ଅବ୍ଦ 1941 ହେଇଥିବ ବର୍ତ୍ତମାନ 46 ଚାଲିଛି ଅବ୍ଦ ଚାଲିଛି ତେଣୁ ଅବ୍ଦ ସହିତ ମସିହା ଆପଣଙ୍କର ସାଲ ଆପଣ ୟାକୁ ସମାନ କରି ଦେଖନ୍ତୁ ଆଚ୍ଛା ତେବେ ଯେଉଁ ଆପଣ କହୁଛନ୍ତି ଯେ କି ନବୀନ ଥିବ ମୋହର କଳଙ୍କି ରୂପ ଅବତାର ମାନେ କଳଙ୍କି ଲୀଳା ବି ତାଠୁ ଏବେ ଆରମ୍ଭ ସେଇଠୁ ଷ୍ଟାର୍ଟ ହେବ ସେ ସମୟରେ ଯେଉଁ କଳଙ୍କି ଲୀଳା ଷ୍ଟାର୍ଟ ହେବ ସେଥିରେ ନବୀନ ପଟ୍ଟନାୟକର ରୋଲ୍ କିଛି ରହିଥିଲା କିଛି ନଥିଲା ଭୀମ ଭଳିଆ ଲୋକ 1785 ମସିହାର ଲେଖକ 1725 ମସିହାରେ ନବୀନ ପଟ୍ଟନାୟକ ବାପା ବିଜୁ ପଟ୍ଟନାୟକ ବି ଜନ୍ମ ହେଇନଥିବ ସେ କେମିତି ଏତେ ଆଗରୁ ଲେଖିପାରିଲେ ନବୀନ ଥିବଟି ମୋହର କଳକି ଲୀଳା ଅବତାର ପ୍ରହ୍ଲାଦ ବଂଶ ମହାରଥୀ ସେ ପୁଣି ହୋଇଥିବ ମନ୍ତ୍ରୀ ତାମାନେ ତାର ଅର୍ଥ ହେଉଛି ଆଗକୁ ଯେଉଁ କଳକି ଲୀଳା ହେବ ସେଥିରେ ବି ନବୀନ ପଟ୍ଟନାୟକର କିଛି ରୋଲ୍ ଅଛି ରୋଲ୍ ନଥିଲେ ହାରିଗଲେ ବର୍ତ୍ତମାନ ତ ହେଇଗଲାଣି ଆଜ୍ଞା ସେ ହାରିଲେ କ'ଣ ଆଜ୍ଞା ହେବ 24ରେ ପୁରା ପାଇଲେ 2019 ମସିହା କଥା ଲେଖିଛି ନା 2019 ମସିହା ଭୋଟ ପାଇଲା ନା ନାହିଁ ହଁ ଲେଖିଛି 24ରେ ବର୍ତ୍ତମାନ ଯେଉଁ ସତ୍ତାକୁ ଆସିଲେ ଶାସନ କ୍ଷମତା ନହେଲେ ମଧ୍ୟ ତାରି ଯୋଗୁଁ ବି ଆଜ୍ଞା ଲୀଳା ବି ଆରମ୍ଭ ହେଲାଣି ତାର ଯୋଗୁଁ ଲୀଳା ଷ୍ଟାର୍ଟ ହେଲା ବିରୋଧ ପାର୍ଟି ଆପରେ ପୁଣି ସତ୍ତାକୁ ଆସିବାର କିଛି ସମ୍ଭାବନା ଅଛି କି ନାଇଁ ଆଜ୍ଞା ୟାପରେ ଆପଣମାନଙ୍କର ରାଜତନ୍ତ୍ର ଲୋପ ବି ରାଜତନ୍ତ୍ର ଆପରେ ଲୋପ ପାଇବ ଲୋକତନ୍ତ୍ର ଆଜ୍ଞା ଆଚ୍ଛା ଲୋକତନ୍ତ୍ର ଲୋପ ପାଇଯିବ ମାନେ ଡେମୋକ୍ରାସି ଭୁଷୁଡ଼ି ପଡ଼ିବ ହଁ ଭୁଷୁଡ଼ି ଯିବ ତାପରେ ରାଜତନ୍ତ୍ର ଆପଣଙ୍କର ହେବ ରାଜତନ୍ତ୍ର ଷ୍ଟାର୍ଟ ହେଇଯିବ ଯେଉଁ ଡେମୋକ୍ରାସି ଯେଉଁଟା ଭୁଷୁଡ଼ିବ ଏଇଟା କ'ଣ ମିନସନି ଭିତରେ ନା ମିନସନି ଭିତରେ ଆଜ୍ଞା ମିନସନି ଭିତରେ 2527 ସେଥିପାଇଁ ଆପଣ କହୁଛନ୍ତି ଯେ କି ଭାରତର 166 କୋଟି ଲୋକ ଆଜ୍ଞା ମରିଯିବେ କ୍ଷୟ ହେବେ ଆଜ୍ଞା ଭାରତର 66 କୋଟି ମାନେ ପୁଣି ବିଶ୍ୱର କେତେ ଆଜ୍ଞା ବିଶ୍ୱର ଆମେରିକା ଦେଶ ଭାଇ ମୂଳୁ ଧ୍ୱଂସ ଯିବ ଗର୍ବରେ ଜଳିବ ଯେବେ ବିଶ୍ୱେ ମୁଖ୍ୟ ହେବ କାହାରି ଗରବ ସହି ନପାରିବେ ଧାତା ଉଡ଼ାଇ ଦେବେ ତାହାକୁ ବୁଡ଼ାଇବେ ମଥା ଆମେରିକାଟା ବି ବହୁତ ନଷ୍ଟ ହେଇଯିବ କାହିଁକି ନଷ୍ଟ ହେଇଯିବ
ଆପଣଙ୍କର ବରଫ ଗଡ଼ ରହିଛି ଉତ୍ତର ମେରୁରେ ତରଳିବ ଧୀରେ ଧୀରେ ସୂର୍ଯ୍ୟଙ୍କ ରଶ୍ମିରେ। ଆପଣଙ୍କର ଉତ୍ତର ମେରୁରେ ଗୋଟେ ବରଫ ପାହାଡ଼ ଅଛି, ସେଇଟା ଯେଉଁ ଦ୍ୱାଦଶ ସୂର୍ଯ୍ୟର ତେଜ ହେବ 13 ଦିନ, ଏ ଯେଉଁ ଜୋରରେ ଖରା ହେବ ସେଥିରେ ସେ ସବୁ ତରଳିଯିବ, ବରଫ ପାହାଡ଼ ତରଳିଯିବ। ବହିବ ପାଣିର ସୁଅ ସମୁଦ୍ରକୁ ଜାଣ ଆଟଲାଣ୍ଟିକ ବଢ଼ିଯିବ କାହିଁ କେତେ ଗୁଣ। ତେଣୁ ଆଟଲାଣ୍ଟିକ ମହାସାଗରଟା ଆଜ୍ଞା ବହୁତ ଫୁଲିଯିବ। ଫୁଲିଲେ ଆଟଲାଣ୍ଟିକ ମହାସାଗର କୂଳରେ ଯେତେ ଦେଶ ସବୁ ଅଛି ସେ ଦେଶ ଗୁଡ଼ା ସବୁ ନଷ୍ଟ ହୋଇଯିବ ଆଜ୍ଞା। ପାଣି ବୁଡ଼ାରେ ଏସବୁ ନଷ୍ଟ, ଏଇ 2027 ମସିହା ଭିତରେ ଏଗୁଡ଼ାକ ସବୁ ଘଟିଯିବ। ତେଣୁ ଆପଣଙ୍କର ଆମେରିକା, ଇଂଲଣ୍ଡ, ଆପଣଙ୍କର ଶକ୍ତିଶାଳୀ ରାଷ୍ଟ୍ର ଥିବେ ଆଜ୍ଞା, ଏସବୁ ନଷ୍ଟ ବହୁତ କାହିଁ ନଷ୍ଟ ହେବ। ଦୁଷ୍କୃତ ବିକାର ପତିତ ହଟିଗଲେ ଜାଣ ଭାରତ ବକ୍ଷରେ ସ୍ୱର୍ଗ ହୋଇବ ନିର୍ମାଣ। ଭାରତ ଯେ ଭଗବାନଙ୍କର ଜନ୍ମସ୍ଥାନ, ଅନିଷ୍ଟ ଘଟିଲେ ପୁଣି ନୂଆ ହେବ ଜନ୍ମ। ଭାରତରେ ଭଗବାନ ସବୁବେଳେ ଜନ୍ମ ଲାଭ କରନ୍ତି, ଅନ୍ୟ କୌଣସି ଦେଶ ମହାଦେଶରେ ଜନ୍ମ ଲାଭ କରନ୍ତିନି। ଆପଣଙ୍କର ଭାରତରେ ସବୁବେଳେ ଜନ୍ମ ଲାଭ ସେ କରିଛନ୍ତି। ତେଣୁ ସେ ସବୁ ଭାରତକୁ ଉଦ୍ଧାର କରିଦେବେ। କେମିତି ଉଦ୍ଧାର କରିଦେବେ? ସୃଷ୍ଟିର କରତା ପ୍ରଭୁ ଜଗତପତି ଜାଣ ଭାରତେ ବୈକୁଣ୍ଠପୁର କରିବେ ସ୍ଥାପନ। ଏ ଭାରତରେ ସେ ବୈକୁଣ୍ଠପୁର ସ୍ଥାପନ କରିଦେବେ। ବୈକୁଣ୍ଠ ଯେମିତି ବିଷ୍ଣୁଙ୍କ ପୁର, ସେଇଭଳି ଏ ଭାରତଟାକୁ ସେ କରିଦେବେ। ତେଣୁ ଭାରତଟା ଯେତେ ଅନିଷ୍ଟ ହେଇଥିବ ସେ ତାକୁ ମଧ୍ୟ ପୁଣି ସୁଧାରି ଦେବେ। ତେଣୁ ପୃଥିବୀରେ ଅନ୍ୟ ମହାଦେଶମାନଙ୍କର ଯେତିକି କ୍ଷତି ହେବ କିନ୍ତୁ ଭାରତର ସେତେ କ୍ଷତି ହେବ ନାହିଁ। ଭାରତର ମୁଁ ଯେଉଁ କହିଲି 66 କୋଟି ଲୋକ ମରିଯିବେ, ଆଉ 33 କୋଟି ଲୋକ ଭାରତରେ ରହିବେ। ଭାରତର ଜନସଂଖ୍ୟା ମାତ୍ରକ 69 କୋଟି, କିନ୍ତୁ ୟାକୁ 140 କୋଟି 142 କୋଟି ଲୋକ କହିଲେଣି। ସରକାର ବର୍ତ୍ତମାନ କିଏ କହୁଛି 140 କୋଟି ହେଇଗଲାଣି, କିଏ କହୁଛି 142 କୋଟି ଭାରତର ଲୋକ ସଂଖ୍ୟା ହେଇଗଲାଣି। ଏଥିରେ ଆପଣଙ୍କର ବିଦେଶୀୟମାନେ ସବୁ ଏବେ ଅଛନ୍ତି। ଆପଣଙ୍କର 2025 ମସିହାରେ ମୋର ଅଚ୍ୟୁତାନନ୍ଦ ବି କହିଛନ୍ତି, ଏହି 25ରେ ଭାରତ ବକ୍ଷରୁ ବିଦେଶୀୟ ଜାତି ଯେତେ ମୁହୂର୍ତ୍ତକ ମଧ୍ୟ ବାହାର ହୋଇବେ ନ ରହିବେ କଦାଚିତେ। ଏଇ 2025 ମସିହାରେ ବିଦେଶୀମାନେ ଯେତେ ଅଛନ୍ତି ଭାରତରେ ସବୁ ଆଜ୍ଞା ଏମିତି ସମୟ ଆସି ପହଞ୍ଚିବ। ଏଇ 2025 ମସିହାରେ ଏହି 25ରେ ଭାରତ ବକ୍ଷରୁ ବିଦେଶୀୟ ଜାତି ଯେତେ ମୁହୂର୍ତ୍ତକ ମଧ୍ୟ ବାହାର ହୋଇବେ ନ ରହିବେ କଦାଚିତେ। ତେଣୁ ବର୍ତ୍ତମାନ ଆମେ ଦେଖିଲେ ଯେତେବେଳେ ଭାରତ ପାକିସ୍ତାନ ଯେଉଁ ଯୁଦ୍ଧ ଚାଲିଲା ସବୁ ପାକିସ୍ତାନ ବାହାରକୁ କରିଦେଲେ। ବଙ୍ଗଳାଦେଶ ଆପଣଙ୍କର ବଙ୍ଗଳାଦେଶ ପାକିସ୍ତାନ ଅଣ୍ଡରରେ ଥିଲା। ତାକୁ ଇନ୍ଦିରା ଗାନ୍ଧୀ 1976 ମସିହାରେ ଯେତେବେଳେ ଆପଣଙ୍କର ପ୍ରଧାନମନ୍ତ୍ରୀ ଥିଲେ, 1976 ମସିହାରେ ଆପଣଙ୍କର ବଙ୍ଗଳାକୁ ପାକିସ୍ତାନରୁ ସ୍ୱତନ୍ତ୍ର କରିଦେଲେ। କେବଳ ଆମ ଭାରତର ପ୍ରଧାନମନ୍ତ୍ରୀ ଯୋଗୁଁ ହେଇଥିଲା। ଯେଉଁ ଭାରତ ଯୋଗୁଁ ମାନେ ବଙ୍ଗଳା ଦେଶ ପାକିସ୍ତାନରୁ ଅଲଗା ହେଇକିରି ସ୍ୱତନ୍ତ୍ର ସ୍ୱାଧୀନତା ଦେଶ ହେଇଗଲା। କିନ୍ତୁ ସେଇ ଦେଶ ଯେଉଁ ଭାରତ ଯୋଗୁଁ ସେ ସ୍ୱତନ୍ତ୍ର ହେଲା, ସେଇ ଦେଶର ପୁଣି ଛାତ୍ରମାନଙ୍କୁ ଦଣ୍ଡ ଦେବା, ତାଙ୍କୁ ବହିଷ୍କାର କରିବା, ବଙ୍ଗଳା ଏପ୍ରକାର ଆରମ୍ଭ କଲା। ତେଣୁ ଭାରତରେ ଯେତେ ବଙ୍ଗାଳୀ ଅଛନ୍ତି ବର୍ତ୍ତମାନ ଭାରତର ଲିଷ୍ଟ ଚାଲିଛି। ସବୁ ଜିଲ୍ଲାପାଳମାନେ ସବୁ ଚେଷ୍ଟା କରୁଛନ୍ତି କେଉଁ ଜିଲ୍ଲାରେ କେତେ ବଙ୍ଗାଳୀ ଅଛନ୍ତି ସମସ୍ତଙ୍କୁ ବାହାର କରିବା ପାଇଁ। ବର୍ତ୍ତମାନ ସୂତ୍ରପାତ ହେଉଛି ନା ନାହିଁ? ତାର ଅର୍ଥ ହେଉଛି ଯେଉଁ ସୂତ୍ରପାତ ଆରମ୍ଭ ହେଲାଣି ଆଉ କିଛି କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯାଉଛି। ଏଠି ପୁଣି ଥରେ ଆମେ ଦେଖିଲେ ମାଳିକାଟି ସତ ହୋଇଛି। ଦେଖନ୍ତୁ ଠିକ୍ ହେଉଛି ନା ନାହିଁ? ଏହି 25ରେ ଭାରତ ପକ୍ଷରୁ ବିଦେଶୀୟ ଜାତି ଯେତେ ମୁହୂର୍ତ୍ତକ ମଧ୍ୟ ବାହାର ହୋଇବେ ନ ରହିବେ କଦାଚିତେ। ଶେଷରେ ଯବନ ଜାତି ନିଶୋଧନ ଏହିଠାରେ ହେବ ଜାଣ ସ୍ୱୟଂ ବଳଦେବ ହୋଇ ଆବିର୍ଭାବ ବିନାଶିବେ ମ୍ଲେଚ୍ଛ ଗଣ। ଆପଣଙ୍କର ଭାରତର ସମ୍ରାଟ ହେବେ ବଳଦେବ, ଯିଏକି ଅନନ୍ତ କିଶୋର ଯାହାକୁ କୁହନ୍ତି। ଅନନ୍ତ ଯେ ଯୁଗ ହୋଇବ, ବୁଝିଲେ, ସେମିତି ଅନନ୍ତ ଯୁଗ ଆସି ପହଞ୍ଚିଲା। ଏ ଅନନ୍ତ ଯୁଗରେ ଆପଣଙ୍କର ବଳଦେବ ହେବେ ରାଜା କାହ୍ନୁ ପରିଚାର ବସିବ ସୁଧର୍ମା ସଭା ଯାଜନଗର ଠାର। ବୀଣା ବାଇ ନାରଦ ଯେ ଛାମୁରେ ନାଚିବେ ଆଜ୍ଞା ବେଦ ପଢ଼ୁଥିବେ ବ୍ରହ୍ମା ଅଚ୍ୟୁତ ଗାଇବେ। ଆପଣଙ୍କର ଦେଖନ୍ତୁ ଏଇଟା ସତ। ଯାଜପୁରରେ ସୁଧର୍ମା ସଭା ଆପଣଙ୍କର ମାଧବ ବାବାଙ୍କ ଅମଳରେ ସୁଧର୍ମା ସଭା ଆରମ୍ଭ ହୋଇଥିଲା। ପୁଣି ଆପଣଙ୍କର ଯେତେବେଳେ ବଳଦେବ ରଜା ହେବେ ଦିଲ୍ଲୀ ସିଂହାସନରେ ଦେଖିବେ 2028 ମସିହାରେ ତାମାନେ ମୋଦି ଆଉ ଶାସନ ଗାଦିରେ ବସିବେନି। ନାଇଁ ଆଉ ରଜା ହେବା କାଉ ସରକାର ଭାଙ୍ଗିଯିବ। ଶାସନ କାଳ କେତେ ଦିନ ଆଜ୍ଞା? ମୋଦିଙ୍କ ଶାସନ କାଳ କେତେ ଦିନ? ଆପଣଙ୍କର 2026 ମସିହା ପର୍ଯ୍ୟନ୍ତ। 26ରେ ଖତମ। ତାପରେ ପୁଣି କ'ଣ
ଆପଣଙ୍କର ରାଷ୍ଟ୍ରପତି ଶାସନ ଜାରି ହେବ। ଆଉ ଜଣେ କି ଆସିବେ ନା? ନାଇଁ ନାଇଁ, ରାଷ୍ଟ୍ରପତି ଶାସନ ଜାରି ହେବ, ଶାସନ ବା ରାଷ୍ଟ୍ରପତି ଶାସନ, ତାପରେ ରାଜତନ୍ତ୍ର ଚାଲିବ। ରାଜତନ୍ତ୍ର। ଉଦାହରଣ ସ୍ୱରୂପ ଲେଖିଲେ ଆପଣଙ୍କର ଅଭିରାମ ପରମହଂସ। ଅଭିରାମ ପରମହଂସ କ'ଣ ଲେଖିଲେ? ସେ ଲେଖିଲେ, ପରମହଂସ ଆପଣ ମିତ୍ର ଥିଲେ? ଆଜ୍ଞା ଅନନ୍ତ ଅଭିରାମ ପରମହଂସ ଆପଣ ମୋତେ ପ୍ରାୟ 2 ବର୍ଷ ଖଣ୍ଡେ ତାଙ୍କର ମୋର ସମ୍ପର୍କ ଥିଲା। ସାନ୍ନିଧ୍ୟ ପାଇଛନ୍ତି ଆପଣ? ମୁଁ ସେ ସ୍କୁଲରେ ଆପଣ ପଢ଼ୁଥିଲେ? ଶିକ୍ଷକତା କି ଥିଲି। ସେ 63 ମସିହାରେ ଦେହାନ୍ତ ହେଲା ତାଙ୍କର। କରମଳା ଶିକ୍ଷକତା କରୁଥିଲି ଯେତେବେଳେ, ସେ ମୋତେ ବହୁତ ଭଲ ବି ପାଆନ୍ତି ଅଭିରାମ ପରମହଂସ। କ'ଣ ଲେଖିଲେ? ସେ ଲେଖିଲେ, ଅନନ୍ତ କିଶୋର ଜନମ ହୋଇବେ ଶୁଭିଲାଣି କୋଳାହଳ, ଏ ଦିଲ୍ଲୀ ସିଂହାସନ ମଣ୍ଡନ କରିବେ ନାମ ହେବ ମହିପାଳ, ତେବେ ଯାଇ 16 ମଣ୍ଡଳ ଭକତ ମାଧବ କରିବେ ଠୁଳ, କହେ ଅଭିରାମ ଭକ୍ତଙ୍କୁ ତାରିବେ ନିଶ୍ଚୟ ଭକତ ବତ୍ସଳ। ଆପଣମାନେ ଦେଖିବେ ସୁଦ୍ରମା ସଭା ଯାଜପୁରରେ ଆପଣଙ୍କର କିଏ ବଳରାମ ହେବେ ରଜା, କାହ୍ନୁ ପରିଚାର, କୃଷ୍ଣ ଆପଣଙ୍କର ବଳରାମଙ୍କର ପରିଚାର ହେଇକି ରହିବେ, ବଳରାମ ହେବେ ରଜା। ସେ ଯୁଗରେ ସାନ ଭାଇ ରଜା ହେଇଥିଲା, ବଡ଼ ଭାଇ ତାଙ୍କର ଅନୁଚର ହେଇକି ଥିଲା। ଏ ଯୁଗରେ ବଡ଼ ଭାଇ ରଜା ହେବ, ସାନ ଭାଇ ତାଙ୍କର ଅନୁଚର ହେଇକି ରହିବ। ବଳଦେବେ ହେବେ ରଜା, କାହ୍ନୁ ପରିଚାର, ବସିବ ସୁଦ୍ରମା ସଭା ଯାଜନଗର ଠାର। ସୁଦ୍ରମା ସଭା ପୁଣି ହେବ। ତେବେ ଯାହା ହଉ ବହୁତ ବଢ଼ିଆ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଖୁବ୍ ସୁନ୍ଦର ଆପଣ ତଥ୍ୟ ପ୍ରଦାନ କଲେ ଆମ ଦର୍ଶକ ବନ୍ଧୁମାନଙ୍କୁ। ତେବେ ଆପଣଙ୍କୁ କହିବା କଥା ଯେ କି ବର୍ତ୍ତମାନ ପୁଣି ଥରେ ଏ ଯେଉଁ ପ୍ରଳୟଙ୍କରୀ ଡୁମ୍ ଡେଫିସ୍ ଦେଖାଦେଇଛି ତାମିଲନାଡୁ ଠାରେ, ତାମାନେ ଏଇଟା ବି ଗୋଟେ ପ୍ରଳୟର ସଂକେତ। ହଁ, ଏଇଟା ଶନିବାର ମୀନ ରାଶିକି ଆସିଗଲା, ଆସିଲେ ଜଗନ୍ନାଥ ଧାମରୁ ଅନେକ କିଛି ସଂକେତ ଆମେ ପାଇଲେ, ସେପଟେ ନେମାଳ ଅଚ୍ୟୁତାନନ୍ଦ ଗାଦିରୁ ବି ଆମେ ବାରମ୍ବାର ସଂକେତ ପାଇଛନ୍ତି। ତେବେ ସେଥିପାଇଁ କୁହାଯାଉଛି କି ଏଥର ପ୍ରଳୟ ଘଟିବ, ସେଟା ଭାରତ ପାଇଁ ବିପଦ ଅଛି। ନେମାଳ ବଟ ଯେବେ ଉପୁଡ଼ିବ ଜାଣିବ କଳି ଶେଷ ହୋଇଯିବ। ଏମିତି ଗୋଟେ ସମୟ ଆସିବ, ଏମିତି ଗୋଟେ ସମୟ ଆସିବ ଆପଣଙ୍କର ଏଇ 2 ବର୍ଷ ଭିତରେ ଯେ ନେମାଳ ବଟ ମଧ୍ୟ ତାର ମୂଳ ଡାଳଟା ଭାଙ୍ଗି ଯାଇଥିଲା, ତାର ଶାଖା ଡାଳଟା ବର୍ତ୍ତମାନ କଅଁଳିକି ଅଛି, ସେ ଗଛ ମଧ୍ୟ ଉପୁଡ଼ିଯିବ। ଆଚ୍ଛା ଆଚ୍ଛା। ତା ତଳରୁ ସେ ଯେଉଁ ଉପୁଡ଼ିଯିବ, ତା ତଳରୁ ରତ୍ନ ସିଂହାସନ ଏବଂ ମାଣିକ ମୁକୁଟ ବାହାରିବ। ତାକୁ 28 ଅଙ୍କେ ହରି ଶ୍ଵେତ ଅଶ୍ୱ ପରେ ବିଜୟ କରି ରାଜା ଅନନ୍ତ କେଶରୀ। 2028 ମସିହାରେ ଆପଣଙ୍କର ଅନନ୍ତ କିଶୋର ଦେବ ଦିଲ୍ଲୀ ସିଂହାସନରେ ବସିବେ। ସେତେବେଳେ ନେମାଳ ବଟରେ କ'ଣ ହେବ? ପରୀକ୍ଷିତ ନୃପ ରାଜତ୍ୱ କାଳରୁ ନେମାଳ ବଟ ରହିଛି, ଏହି ବଟ ମୂଳେ ଚାଣକ୍ୟର ବଂଶ ସମୂଳେ ଧ୍ୱଂସ ହୋଇଛି। ରାଜା ପରୀକ୍ଷିତ ଯେତେବେଳେ ଥିଲେ ଆପଣଙ୍କର ଦ୍ୱାପର ଯୁଗରେ, ଆପଣଙ୍କର ଅର୍ଜୁନଙ୍କ ପୁଅ ଯୁଧିଷ୍ଠିରଙ୍କ ପରେ ଯେଉଁ ରାଜା ପରୀକ୍ଷିତ ହେଲେ, ସେହି ସମୟରୁ ନେମାଳ ବଟଟା ଅଛି। ଏତେ ପୁରୁଣା ନେମାଳ ବଟ ଆଜ୍ଞା। ପରୀକ୍ଷିତ ନୃପ ରାଜତ୍ୱ କାଳରୁ ନେମାଳ ବଟ ରହିଛି, ସେହି ବଟ ମୂଳେ ଚାଣକ୍ୟର ବଂଶ ସମୂଳେ ଧ୍ୱଂସ ହୋଇଛି। ଯେଉଁ ଚାଣକ୍ୟ ନୀତି ଆପଣ ଲେଖିଛନ୍ତି, ଚନ୍ଦ୍ରବଂଶ ମୌର୍ଯ୍ୟଙ୍କ ସମୟରେ ଯେଉଁ ଚାଣକ୍ୟ ମଞ୍ଚେଇକି ଥିଲେ, ଏ ଅଶୋକଙ୍କର ଜେଜ ଅଜୟଙ୍କର ବାପା ବିମ୍ବିସାର, ତାଙ୍କ ବାପା ହେଉଛନ୍ତି ଚନ୍ଦ୍ରଗୁପ୍ତ। ମୌର୍ଯ୍ୟଙ୍କ ସମୟରେ ଯେଉଁ ଚାଣକ୍ୟ ଆସିଥିଲେ ଭାରତକୁ, ସେଇ ଚାଣକ୍ୟର ବଂଶ ସେଇ ବଟ ମୂଳରେ ସବୁ ନିପାତ। କିନ୍ତୁ ମହାପୁରୁଷ ଯେ ମାଳିକା ଲେଖିଛନ୍ତି ଚାଣକ୍ୟ ତାଙ୍କ ପୂର୍ବରୁ ଆହୁରି ଆଜ୍ଞା ବହୁତ ପୂର୍ବରୁ ହୋଇଛି, ସେ ଲେଖିଛନ୍ତି ଏହି ବଟ ମୂଳେ ଚାଣକ୍ୟର ବଂଶ ସମୂଳେ ଧ୍ୱଂସ ହୋଇଛି। ସ୍ୱର୍ଣ୍ଣ ସିଂହାସନ ମାଣିକ ମୁକୁଟ ତାହା ତଳେ ଥିବ ରହି, ବଳଦେବ ନୃପ ରାଜତ୍ୱ କାଳରେ ତାହାକୁ ନେବେ ସେ ବାହି। ସେହି ବଟ ଉପୁଡ଼ି ପଡ଼ିବ, କିନ୍ତୁ ସ୍ୱର୍ଣ୍ଣ ସିଂହାସନ ମିଳିବ ଏବଂ ମାଣିକ୍ୟ ମୁକୁଟ ମିଳିବ। ତାକୁ ବଳଦେବ ରାଜା ଦିଲ୍ଲୀ ସିଂହାସନରେ ବସିଲା ବେଳେ ତାକୁ ସେ ଲଗେଇବେ। ଆଚ୍ଛା, ଯାହା ହଉ। ତେବେ ଆପଣଙ୍କୁ ପୁଣି ଥରେ ଆମ ଚ୍ୟାନେଲ ତରଫରୁ ଅନେକ ଅନେକ ଧନ୍ୟବାଦ। ବହୁମୂଲ୍ୟ ସମୟ ଦେଲେ ଆମ ଦର୍ଶକ ବନ୍ଧୁମାନଙ୍କୁ, ବହୁମୂଲ୍ୟ ଆପଣ ଯେଉଁ ରହିଛି ମାଳିକାର ମହତ୍ଵବାଣୀ ତାକୁ ମଧ୍ୟ ଶୁଣାଇଲେ। ତେବେ ଆପଣମାନେ ବର୍ତ୍ତମାନ ଶୁଣୁଛନ୍ତି ମାଳିକା ଗବେଷକ ବିଶିଷ୍ଟ ଜ୍ୟୋତିର୍ବିଦ ଶ୍ରୀ ଦିବ୍ୟସିଂହ ହରିଚନ୍ଦନଙ୍କୁ। ତେବେ ବର୍ତ୍ତମାନ ସେ କହିଗଲେ ଆଗକୁ ଏଇ ଯେଉଁ 2.5 ବର୍ଷ କେତେ ଘାତକ ରହିଛି ଓଡ଼ିଶା ପାଇଁ, ଦେଶ ପାଇଁ ତଥା ବିଶ୍ୱ ପାଇଁ। କେମିତି ଲାଗିଲା ଆପଣଙ୍କୁ ଆଜିର ଭିଡ଼ିଓଟି କମେଣ୍ଟ ବକ୍ସରେ ମତ ଦିଅନ୍ତୁ। ଦେଖା ହେବା ଆଗାମୀ ମଧ୍ୟରେ। ଜୟ ଜଗନ୍ନାଥ, ଜୟ ପଞ୍ଚସଖା, ଜୟ ଶ୍ରୀ ଅଚ୍ୟୁତ।